ସାଙ୍ଗମାନେ ପ୍ରଥମରୁ କହି ରଖୁଛି ଆଜିର ବ୍ଲଗ୍ଟା ଆପଣମାନଙ୍କୁ ଟିକେ ବୋର୍ ଲାଗିପାରେ। ତ ନମସ୍କାର, ଜୟ ଜଗନ୍ନାଥ ଆଣ୍ଡ ସ୍ୱାଗତ କରୁଛି ମୋର ଆଉ ଏକ ଛୋଟିଆ ମିନି ବ୍ଲଗ୍କୁ। ତ ସାଙ୍ଗମାନେ ଆଜି ଥିଲା ସୋମବାର ଆଉ ଆମେ ସବୁ ସକାଳୁ ସକାଳୁ ଉଠି ଯାଇଥିଲୁ, କାହିଁକି ନା ସୋମବାର ଦିନ ଆମର ଜଳଖିଆ ଦୋକାନ ସକାଳୁଆ ହୁଏ। ତ ସେଥିପାଇଁ ସକାଳୁ ଉଠି ସମସ୍ତେ ଯେଝା କାମରେ ଲାଗିଯାଇଥିଲୁ। ଯେମିତିକି ଆପଣମାନେ ଦେଖୁଛନ୍ତି ବାବୁନା ଗାଜର କାଟିବାରେ ଲାଗିଛି, ଅଦା ଲଙ୍କା ଛେଚାଇ ଥୁଆ ହେଇଛି। ହଁ, ସୋମବାର ଦିନ ଆମର ବିନା ପିଆଜ ରସୁଣରେ ହୁଏ। ବାବା ଚୁଲି ପାଖେ ବସି ଏଠି ଉପମା ଆଉ ମଟର ତରକାରୀଟାକୁ କରିଦେଲେ। ତାପରେ ଏଠି ଆସି ମୁଁ ଆପଣମାନଙ୍କୁ ବାହାର ପାଗ ଦେଖାଉଛି। ତ ବାହାରର ଦୃଶ୍ୟ କିଛି ଏଇଭଳିଆ ଥିଲା ଆଜିର ପାଣିପାଗ। ତାପରେ ସାଙ୍ଗମାନେ ଦେଖିଲା ବେଳକୁ ଏପଟେ ବିରି ବଟା ହେଇଯାଇଥିଲା, ମାନେ ମୁଁ ନିଜେ ବାଟିଥିଲି। ସୋଲା ବି ବଟା ହେଇଥିଲା, ସବୁ ପାଗ ରେଡ଼ି ହେଇକି ଥୁଆ ହୋଇଯାଇଥିଲା। ତାପରେ ସାଙ୍ଗମାନେ ଯେହେତୁ ମୁଁ ପୁରା ସକାଳୁ ଉଠିଥିଲି 5:30ଟାରୁ, ତ ମୁଁ ଟିକେ ଆସିକିରି ଗଡ଼ି ଯାଇଥିଲି, କାହିଁକି ନା ନିଦ ଲାଗୁଥିଲା। ଆପଣମାନେ ତ ଜାଣିଛନ୍ତି ମୁଁ ଟିକେ ଅଳସୁଆଟା ବୋଲି। ତାପରେ ଆଉ ବେଶୀ ନ ଶୋଇ ମୁଁ ସକାଳର ଯେଉଁ ମୋର ଡେଲି କାମଟା ଯେଉଁ ମୁଁ କରେ, କ'ଣ କରେ ଆପଣମାନଙ୍କୁ ଦେଖାଉଛି। ଆପଣମାନେ ବି ଜାଣିଛନ୍ତି, ଆପଣମାନଙ୍କ କଥାରୁ ହିଁ ମୁଁ ଲେଖେ। ସବୁଦିନ ସକାଳୁ ଉଠିକି ରାଧାଙ୍କର ନାଁ ମୁଁ ଲେଖେ 108 ଥର। ତ ଲେଖି ସାରିଲା ପରେ ସାଙ୍ଗମାନେ ମୁଁ ଯାଇକି ମୋତେ ଅର୍ଡ଼ର ପଳେଇ ଆସିଥିଲା ପତ୍ରକୋବି ଟିକେ କାଟିକି ଦିଅ, ଯେହେତୁ ପକୋଡ଼ି ହେବ ବୋଲି। ତ ସେଥିପାଇଁ ମୁଁ ଟିକେ ପତ୍ରକୋବି ବସିକି କାଟି ଦେଉଥିଲି। ଆଉ ସକାଳୁ ସକାଳୁ ଗୋଟେ କି କାମ କରିବ ସାଙ୍ଗମାନେ, ଭଲ ଲାଗେନି, ଖାଲି ବୋର୍ ଲାଗୁଥିଲା। ଟିକେ ଟାଇମ୍ ପାସ୍ କେମିତି ହେବ ବୋଲି ମଜାମସ୍ତି କରି ଏଠି ପୁରା କଟାକଟି କରି ଫାଇନାଲି ଦେଇଥିଲି। ଆଉ ସାଙ୍ଗମାନେ ସତ କହୁଛି, ମୋତେ ସେ କଟାକଟି ସିଷ୍ଟମ୍ଟା ଜଣା ନାହିଁ। ତ କାଟି ସାରିଲା ପରେ ସାଙ୍ଗମାନେ ଯାଇକିରି ବାହାର ବସିଥିଲି, ଗଛ ଛାଇଥିଲା, ଗରମ ଲାଗିଥିଲା। ତାପରେ ଯାଇ ଗାଧୋଇ ପଡ଼ିଥିଲା ପରେ ସାଙ୍ଗମାନେ ଏତେ ଜୋରସେ ମୁଣ୍ଡ ବିନ୍ଧିଥିଲା ନା, ମୁଁ ଶୋଇପଡ଼ିଥିଲି ସାଙ୍ଗମାନେ। ତ ଶୋଇକି ଉଠିଲା ପରେ ଏତେ ଜୋରସେ ସେ ଆଜବେଷ୍ଟରୁ ନିଆଁ ବାମ୍ଫ ବାହାରୁଥିଲା, ସାଙ୍ଗମାନେ ବିଶ୍ୱାସ କରନ୍ତୁ ମୋ ମୁଣ୍ଡ କିଛି କାମ ଦେଲାନି। ମୁଁ ଉଠିକି ଥଣ୍ଡା ପାଣିଆକୁ ମୁହଁ ଧୋଇ ଗାଧୋଇ ପଡ଼ିଲି। ତାପରେ ଭାଇ ମୋର ବାଢ଼ିକି ମୋତେ ଦେଇଦେଲା, କହିଲା ଖାଇବାକୁ ତ ଇଚ୍ଛା ନଥିଲା ସାଙ୍ଗମାନେ, କିନ୍ତୁ ବାଧ୍ୟ ହୋଇ ବସିକି ଖାଇଲି। ଏଇ ଗରମକୁ ସାଙ୍ଗମାନେ ବିଲକୁଲ ବି ଇଚ୍ଛା ହେଉନି ଖାଇବା ପାଇଁ। ଆଉ ସିଏ କେମିତି କେଜାଣି ଗରମ ଗୁରା ଖାଇଦେଇ ଯାଉଛି। ଏ ଗରମକୁ ମୁଁ ଜାଣିପାରୁନି, ଝାଳମାଳ ବାହାରିକି ସିଏ କିନ୍ତୁ ଖାଇଦେଇ ଯାଉଛି। କିନ୍ତୁ ଗରମ ସାଙ୍ଗମାନେ ମୁଁ ବିଲକୁଲ ବି ଖାଇପାରେ ନା। ଏଇ ଗରମକୁ ମୁଁ ଲାଷ୍ଟ ପଖାଳ ଖାଇଥିଲି। ଆଉ ଆଜି ହେଇଥିଲା ପଖାଳ ସହିତ ସୋଲା ତରକାରୀ ଆଉ କୁନ୍ଦୁରୁ ଭଜା। ତ ଖାଇକି ଟିକେ ନାକୁ ଏପଟ ସେପଟ ହେଲା ପରେ ସନ୍ଧ୍ୟା ହେଇଯାଇଥିଲା। ସନ୍ଧ୍ୟାବେଳେ ସଞ୍ଜ ସେ ଦେଇଥିଲା, ତାପରେ ଚାହା କରିକି ଦେଇଥିଲା। ତ ଆଜି ମିନି ବ୍ଲଗ୍ ଏତିକି ଥିଲା ସାଙ୍ଗମାନେ। ଝିଅ ଯେହେତୁ ନାହିଁ, ତ ବ୍ଲଗ୍ କରିବା କିଛି ବି ଭଲ ଲାଗୁନି, ମନ ଭଲ ଲାଗୁନି। ତ ବାସ୍ ଆଜି ମିନି ବ୍ଲଗ୍ ଏତିକି ଥିଲା। ଆଉ ଆମେ ଦେଖବା ଗୋଟେ ନୂଆ ଆଉ ସୁନ୍ଦର ମିନି ବ୍ଲଗ୍ରେ। ତ ସେ ପର୍ଯ୍ୟନ୍ତ ସମସ୍ତେ ଟାଟା ବାଏ ବାଏ।